ଆମର ଆଜି ପ୍ରେସମିଟ୍ ଥିଲା ଗୁଇନ୍ଦା ବିଭାଗ ତରଫରୁ ଗୋଟେ ଆଲର୍ଟ କରାଯାଇଛି ଦଙ୍ଗାର ଆଶଙ୍କା ନେଇ। ଆଉ ମୁଁ କହିବି ଯେ ଆମେ ଫିଲ୍ମ ବି ସେଇ ଉଦ୍ଦେଶ୍ୟରେ କରିନା। ଆମେ ଗୋଟେ ଭଲ କଥାଟି ଗୋଟେ ସତ କଥାଟେ ଲୋକଙ୍କ ସାମ୍ନାକୁ କେମିତି ସେଇ କଥାଟା ଦେଖିବା ପାଇଁ ଆମେ ଚେଷ୍ଟା କରିଛୁ। କୌଣସି ନୂଆ ଫିଲ୍ମ ଆମର ଧର୍ମାନ୍ତକରଣ ବିରୁଦ୍ଧରେ। ସେଥିପାଇଁ ମୁଁ ଅନୁରୋଧ କରିବି ଆଉ ଥରେ ସମସ୍ତଙ୍କୁ ଆମର ମାଧ୍ୟମରେ ଫିଲ୍ମଟି ରିଲିଜ୍ ହେଉଛି। ଆପଣ ଫିଲ୍ମଟି ଆଗେ ଦେଖନ୍ତୁ, ତାପରେ ନେଗେଟିଭ୍ ପଜିଟିଭ୍ ପଏଣ୍ଟ ଭିଉ ପ୍ରଥମତଃ ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର। ମୁଁ କହିବି ଯେ 7 ଫେବୃଆରୀ ଫିଲ୍ମଟି ରିଲିଜ୍ ହେବା ପାଇଁ ଯାଉଛି। ଆମର ଆଜି ପ୍ରେସମିଟ୍ଟି ଥିଲା ଗୁଇନ୍ଦା ବିଭାଗ ତରଫରୁ ଗୋଟେ ସମସ୍ତଙ୍କୁ ଆଲର୍ଟ କରାଯାଇଛି ଦଙ୍ଗାର ଆଶଙ୍କା ନେଇକି। ଆଉ ମୁଁ କହିବି ଯେ ଆମେ ଫିଲ୍ମଟି ବିଲକୁଲ ବି ସେଇ ମକସଦରେ ସେଇ ଉଦ୍ଦେଶ୍ୟରେ କରିନାହୁଁ। ଆମେ ଗୋଟେ ଭଲ କଥାଟି ଗୋଟେ ନିରାଟ ସତ କଥାଟେ ଲୋକଙ୍କ ସାମ୍ନାକୁ କେମିତି ଆସୁ ସେଇ କଥାଟା ଦେଖିବା ପାଇଁ ଆମେ ଚେଷ୍ଟା କରିଛୁ। ଆଉ କୌଣସି ଧର୍ମ ବିରୁଦ୍ଧରେ ନୁହଁ ଆମ ଫିଲ୍ମଟି ଆମର ଧର୍ମାନ୍ତୀକରଣ ବିରୁଦ୍ଧରେ। ସେଥିପାଇଁ ମୁଁ ଅନୁରୋଧ କରିବି ଆଉ ଥରେ ସମସ୍ତଙ୍କୁ ଆପଣଙ୍କ ମାଧ୍ୟମରେ 7 ଫେବୃଆରୀରେ ଫିଲ୍ମଟି ରିଲିଜ୍ ହେଉଛି। ଆପଣମାନେ ଆସନ୍ତୁ, ଫିଲ୍ମଟି ଆଗେ ଦେଖନ୍ତୁ, ତାପରେ ଆପଣଙ୍କର ନେଗେଟିଭ୍ ପଜିଟିଭ୍ର ପଏଣ୍ଟ ଭିଉ ରଖନ୍ତୁ। ବହୁତ ଗୁଡ଼ିଏ କଥା ଦେଖିବାକୁ ଆପଣ ପାଇବେ। ଫୁଲି କମର୍ସିଆଲ ଫିଲ୍ମ ଆମର ଏଇଟା। ଏଥିରେ ଆପଣମାନେ ଆମର ଅନ୍ଧବିଶ୍ୱାସ ଦେଖିବାକୁ ପାଇବେ, ବଳି ପ୍ରଥା କଥାକୁ ଦେଖିବାକୁ ପାଇବେ। ଆଉ ମୁଖ୍ୟ କଥାଟି ଯେଉଁ କନଭର୍ଟ ଚାଲିଛି, ଯେଉଁମାନେ ଆମର କିଛି ସମ୍ପ୍ରଦାୟର ଲୋକ, କିଛି ପର୍ଟିକୁଲାର କିଛି କମ୍ୟୁନିଟି କହିବି ଯେଉଁମାନେ କି ଧର୍ମ ପରିବର୍ତ୍ତନ କରିଦେଉଛନ୍ତି ହିନ୍ଦୁମାନଙ୍କୁ, ତାଙ୍କ ଧର୍ମରେ ମିଶାଇ ଦେଉଛନ୍ତି। ସେମାନେ ଗୋଟେ ବିଜନେସ୍, ସେମାନେ ଗୋଟେ ବେପାର ମୁଁ କହିବି ତାକୁ ନେଇକି ଚଲେଇଛନ୍ତି। ତା ବିରୁଦ୍ଧରେ ଆମର ଏଇ ଫିଲ୍ମଟି ଧର୍ମାନ୍ତୀକରଣ ବିରୁଦ୍ଧରେ ଫିଲ୍ମଟି। 7 ଫେବୃଆରୀ ମୁଁ କହିବି ଆସିକି ଫିଲ୍ମଟି ଦେଖନ୍ତୁ। ଏତେ ଦିନ ହେଲାଣି ଟ୍ରେଲର ବାଜିଲାଣି, ଆପଣମାନେ ସବୁ ଦେଖିସାରିଛନ୍ତି। କେଉଁ ଧର୍ମ ମୋର କହିବାର ହିଁ ଆବଶ୍ୟକତା ନାହିଁ। ଆଉ ଯେଉଁମାନେ ଜାଣିନାହାନ୍ତି ଟ୍ରେଲରଟି ଦେଖନ୍ତୁ, ଯାଇକି ଆମର ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲରେ ପଡ଼ିଛି, ଆପଣମାନେ ଜାଣିପାରିବେ। ତାହେଲେ ହଁ, ଯେଉଁଟା ମୂଳରୁ ଆପଣ ଦେଖି ଆସିଛନ୍ତି ସେଇ କଥାଟି ଆମେ ଦେଖିବା ପାଇଁ ଚେଷ୍ଟା କରିଛୁ। ସେଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟର କିଛି ଲୋକ, ମୁଁ କହିବିନି ପୁରା କମ୍ୟୁନିଟି, କିଛି ଲୋକ ଯେଉଁମାନେ କି ବିଜନେସ୍ ହଉ କି କେଉଁ ପଏଣ୍ଟ ଅଫ୍ ଭ୍ୟୁରୁ ସେମାନେ ଆମ ଧର୍ମର ଲୋକଙ୍କୁ କନଭର୍ଟ କରିଦେଉଛନ୍ତି ତାଙ୍କ ଧର୍ମକୁ ନେଇକି। ସେଇଟା ହିଁ ଆମେ ସେଇ ଧର୍ମାନ୍ତୀକରଣ ରୋକିବାର ପ୍ରୟାସ ଏଇ ଫିଲ୍ମ ମାଧ୍ୟମରେ। ସେଇଟା ତ ଦେଖନ୍ତୁ, ମୁଁ ତ ସେଇଟା ତ ଆଶା କରିବି ଯେଉଁମାନେ ଆମ ଧର୍ମରୁ ପରିବର୍ତ୍ତନ ହେଇଛନ୍ତି, ହୁଏତ ଫିଲ୍ମ ଦେଖିଲା ପରେ ଆମ ଧର୍ମକୁ ପୁଣି ଫେରି ଆସିବେ, ସେଇ ଆଶା ତ ଅଛି ନିହାତି ଭାବରେ। ଭଗବାନଙ୍କ ହାତରେ ସବୁ ଇଚ୍ଛା, ସେମାନଙ୍କର ଇଚ୍ଛା ସେମାନେ କ'ଣ କରିବେ। ଏତିକି ଅନୁରୋଧ କରିବି, ଗୋଟେ ବହୁତ ଭଲ କଥା, ବହୁତ ଭଲ କାହାଣୀ, ଭଲ ମକସଦରେ ଆମେ ଫିଲ୍ମଟି ତିଆରି କରୁଛୁ, ଭଲ ଉଦ୍ଦେଶ୍ୟରେ। ଏତିକି ଅନୁରୋଧ କରିବି, ଏତିକି ଅପିଲ୍ କରିବି, ଆସନ୍ତୁ ଫିଲ୍ମଟିକୁ ଦେଖନ୍ତୁ। ଦେଖିଲା ପରେ ଆପଣ ବହୁତ ଗୁଡ଼ିଏ କଥା ଜାଣିପାରିବେ, ଯେଉଁ କଥା ଗୁଡ଼ିକ ଆମ ଓଡ଼ିଶାରେ ଘଟୁଛି। ଆଉ ଆପଣମାନେ ବି ସଚେତନ ହେଇପାରିବେ। ଆଉ ଯଦି ଆମେ ଫିଲ୍ମ ମାଧ୍ୟମରେ ଦେଖିକି ସଚେତନ ନ ହେବା, ହୁଏତ ଆଗକୁ ଆମ ଧର୍ମ, ସନାତନ ଧର୍ମ, ହିନ୍ଦୁ ଧର୍ମ ସଙ୍କଟକୁ ଯାଇପାରେ।